ଆଡଭୋକେଟ୍ ଭୂଦେବ ମହାନନ୍ଦର ଅଭିବାଦନ ସ୍ୱୀକାର କରନ୍ତୁ। ଆପଣମାନେ ଦେଖୁଛନ୍ତି ଭଏସ୍ ଅଫ୍ ପିପୁଲ୍, ଭଏସ୍ ଅଫ୍ ବହୁଜନ। ବର୍ତ୍ତମାନ ୟୁଜିସି ଗାଇଡଲାଇନକୁ ନେଇ ମନୁବାଦୀ ଏତେ ଡର ଓ ବିକଳ କାହିଁକି? ଔଷଧ ରାଗରେ ତାଟିଆ ଖାଇକି କାମୁଡ଼ୁଛି। ଟିକିଏ ଆପଣ ଚିନ୍ତା କରନ୍ତୁ, କୌଣସି ଅନୁଷ୍ଠାନ ଗାଇଡଲାଇନ କେଉଁ ସମୟରେ ଜାରି କରେ? ଯେତେବେଳେ ଏଟ୍ରୋସିଟିର ସୀମା ଟପିଯାଏ, ଯେତେବେଳେ ଅନ୍ୟାୟର ସୀମା ଟପିଯାଏ, ସେହି ସମୟରେ ଦେଶକୁ କାନୁନ ବନେଇବାକୁ ମଜବୁର ହୁଏ। ଏହା ଘଟିଛି ଭାରତର ତମାମ ୟୁନିଭର୍ସିଟିରେ ଏକ ଗାଇଡଲାଇନ୍ ଅଣାଯାଇଛି, କିନ୍ତୁ ୟୁନିଭର୍ସିଟି ନିଜେ ଏ ଗାଇଡଲାଇନ୍ ଜାରି କରିନାହିଁ। ଆପଣମାନେ ଜାଣିଥାନ୍ତୁ, ଭାରତର 50ଟି ନ୍ୟାସନାଲ ୟୁନିଭର୍ସିଟି ଅଛି। 50ଟି ନ୍ୟାସନାଲ ୟୁନିଭର୍ସିଟିରେ ଭାରତର ବା ସେଣ୍ଟ୍ରାଲ ୟୁନିଭର୍ସିଟିରେ ଭାରତର 50କୁ 50 ସବର୍ଣ୍ଣ ଭିସି କେବେ ବି ସେମାନେ ଗାଇଡଲାଇନ୍ ଆଣିନଥାନ୍ତେ। ଗାଇଡଲାଇନ୍ କେଉଁ ପରିସ୍ଥିତିରେ ଆସିଛି? SC ST OBCର ପ୍ରୋଟେକ୍ସନ୍ ପାଇଁ ଗାଇଡଲାଇନ୍ ଆସିଛି। ରୋହିତ ବେମୁଲାର ସାହାଦତ ପାଇଁ ଗାଇଡଲାଇନ୍ ଆସିଛି। ପାୟଲ ତଡବୀର ସାହାଦତ ପାଇଁ ଗାଇଡଲାଇନ୍ ଆସିଛି। ହଜାରରୁ ଅଧିକ ଛାତ୍ରଛାତ୍ରୀ IIT IIM ପରି ୟୁନିଭର୍ସିଟିରୁ ଡ୍ରପ୍ ଆଉଟ୍ ହେବା ରିପୋର୍ଟକୁ ନେଇ ଗାଇଡଲାଇନ୍ ଏଥିପାଇଁ ଆସିଛି। PhDରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, OBC ଛାତ୍ରଛାତ୍ରୀକୁ ମାର୍କ କଟା ହେବା ପାଇଁ କାଟି ଦେଉଥିବା ଯୋଗୁଁ ଗାଇଡଲାଇନ୍ ଏଥିପାଇଁ ଅଣାଯାଇଛି ଯେ ନିଜକୁ ସବର୍ଣ୍ଣ କହି ହେଉଥିବା ପ୍ରଫେସର, ଲେକ୍ଚର ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯେଉଁ ଅନ୍ୟାୟ ୟୁନିଭର୍ସିଟିରେ କରାଯାଇଛି ତାକୁ ରୋକିବା ପାଇଁ ଏ ଗାଇଡଲାଇନ୍ ଅଣାଯାଇଛି। ଏହା ବି ସୁପ୍ରିମକୋର୍ଟର ହସ୍ତକ୍ଷେପ ପରେ ଯେତେବେଳେ ରୋହିତ ବେମୁଲାକୁ ହତ୍ୟା କରାଗଲା, ତାଙ୍କୁ ଅନେକ ପ୍ରକାର ଟର୍ଚର କରାଗଲା, ତ ସେହି ପରିସ୍ଥିତିରେ ରୋହିତ ବେମୁଲାର ଜୀବନ ଚାଲିଗଲା, ପାୟଲ ତଡବୀର ଜୀବନ ଚାଲିଗଲା। ତେଣୁ ରୋହିତ ବେମୁଲାର କେସ୍ ଓ ପାୟଲ ତଡବୀର କେସ୍ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚାଲିଗଲା। ତ ସେହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟକୁ ଇଏ ନଜର ଆସିଲା ଯେ ଭାରତର ତମାମ ୟୁନିଭର୍ସିଟିରେ ଏଟ୍ରୋସିଟି ବଢ଼ିଯାଇଛି। କାଷ୍ଟ ଆଟ୍ରୋସିଟି 118% ବଢ଼ିଯାଇଛି। ମ୍ୟାକ୍ସିମମ୍ କେଉଁମାନେ ଏହି ଏଟ୍ରୋସିଟିର ଶିକାର ହେଉଛନ୍ତି? SC ST OBCର ପିଲାମାନେ। ଏକଥା ସୁପ୍ରିମକୋର୍ଟ ଭଲ ଭାବେ ବୁଝିପାରିଲା। ତେଣୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ନିର୍ଦ୍ଦେଶ କ୍ରମେ ୟୁନିଭର୍ସିଟିରେ ଏକ ଗାଇଡଲାଇନ୍ ଅଣାଗଲା। ଯେଉଁ ଗାଇଡଲାଇନ୍ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, OBCକୁ ସୁରକ୍ଷା ଦେବ। ଅର୍ଥାତ୍ ଗାଇଡଲାଇନ୍ରେ ଉଲ୍ଲେଖ କରାଗଲା ଯେ ୟୁନିଭର୍ସିଟିରେ ଜଡ଼ିତ ରହିଥିବା କୌଣସି ବ୍ୟକ୍ତି SC ST OBCକୁ ଆଟ୍ରୋସିଟି କରିପାରିବ ନାହିଁ। ବେଶ୍ ଏତିକିରେ ତଥାକଥିତ ସବର୍ଣ୍ଣ ରାସ୍ତାକୁ ଆସିଗଲେ। ଖାଲି ଛାତ୍ରଛାତ୍ରୀ ରାସ୍ତାକୁ ଆସିଛନ୍ତି ତାହା ନୁହଁ, ସମଗ୍ର ପତ୍ରକାର। ମୁଁ ଭାବୁଥିଲି ପତ୍ରକାର ମାନେ ଗୋଦି ମିଡ଼ିଆ ଯେତେବେଳେ ତାଙ୍କ ଜାତି ଉପରେ ପ୍ରହାର ହୁଏ ଏମାନେ ୟୁନାଇଟେଡ଼ ହେଇଯାଆନ୍ତି, କାରଣ ସେମାନେ ଜାଣିଛନ୍ତି ଯେଉଁ ନିଜକୁ ସବର୍ଣ୍ଣ କହୁଥିବା ବ୍ୟକ୍ତିମାନଙ୍କର ସଂଖ୍ୟା ଭାରତରେ କେବଳ 15%। ଇଏ 15% ସଂଖ୍ୟାର ସବର୍ଣ୍ଣ ଭାରତର ସମସ୍ତ ସଂସ୍ଥାକୁ ନିଜ କବ୍ଜାରେ ରଖିଛନ୍ତି। ଜୁଡ଼ିସିଆରୀକୁ ନିଜ କବ୍ଜାରେ, ନ୍ୟାୟାଳୟକୁ ନିଜ କବ୍ଜାରେ, କାର୍ଯ୍ୟପାଳିକାକୁ ନିଜ କବ୍ଜାରେ ଏବଂ ଶିକ୍ଷା ବ୍ୟବସ୍ଥାକୁ ଯେଉଁ ପ୍ରକାର କଦର୍ଯ୍ୟ କରିଦେଇଛନ୍ତି। ଶିକ୍ଷା ପରି ସ୍ଥାନମାନଙ୍କରେ ଯଦି ଗୋଟେ ଛାତ୍ରକୁ ଆଟ୍ରୋସିଟି କରାଯାଏ, ସେ କେଉଁ ପ୍ରକାର ତା'ର ବୌଦ୍ଧିକ ବିକାଶ କରିପାରିବ? ହ୍ୟୁମାନ୍ ରିସୋର୍ସକୁ ଯଦି ଡେଭଲପ୍ କରିବା ପାଇଁ ରୋକାଯାଏ ତାହେଲେ ଦେଶର ପ୍ରଗତି ହେବ ନାହିଁ। ଏ କଥା ମାନ୍ୟବର ସୁପ୍ରିମକୋର୍ଟ ବୁଝିପାରିଲେ ଏବଂ ଗାଇଡଲାଇନ୍ ଦେଲେ ଏବଂ ନିର୍ଦ୍ଦେଶ ଦେଲେ। ସୁପ୍ରିମକୋର୍ଟର ନିର୍ଦ୍ଦେଶ କ୍ରମେ ୟୁଜିସି ଏକ ଗାଇଡଲାଇନ୍ କଲା। ଗାଇଡଲାଇନ୍ରେ ଉଲ୍ଲେଖ ହେଲା ଯେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ OBCର ଛାତ୍ରଛାତ୍ରୀ ବା କର୍ମଚାରୀଙ୍କୁ କୌଣସି ପ୍ରକାର ଭେଦଭାବ କରାଯାଇପାରିବ ନାହିଁ, ଯେଉଁଟାକି ଗୋଟେ ନାଗରିକ, ଯାହାକି ଗୋଟେ ନାଗରିକର ମୌଳିକ ଅଧିକାର, ଇକ୍ୱାଲିଟି ବିଫୋର୍ ଦ ଲ, ଯେଉଁଟା ଯାହାକି ଆପଣଙ୍କର ଆର୍ଟିକଲ 14 ଅନୁଯାୟୀ ସମସ୍ତଙ୍କୁ ସମାନ କରାଯିବ। ଏହା ସମ୍ବିଧାନରେ ଅଛି। ତ ଆଜି 21st ସେଞ୍ଚୁରୀରେ ବି ୟୁନିଭର୍ସିଟିରେ ଜାତିବାଦ, ଗାଁମାନଙ୍କରେ ଖଟରେ ବସିବା ପାଇଁ ଜାତିବାଦ ଥିଲା, ଟ୍ୟୁବୱେଲ୍ ଛୁଇଁ ଦେଲେ ଜାତିବାଦ, ଖାନା ଖାଇବା ଜାଗାରେ ଜାତିବାଦ, କିନ୍ତୁ ୟୁନିଭର୍ସିଟିର ଜାତିବାଦ ବହୁତ ଖତରନାକ।
जो जातिवाद कि भारतर मानव विकास को मानव संबल को बर्बाद कर दूची। एथिपाई रोहित वेमुला जीवन सारा लड़िले। तांका मृत्यु पर तांका माँ ए लड़ाई को सुप्रीम कोर्ट पर्यंत नहीं गले। वो पायल तड़वीर एडवोकेट वो परिवार सुप्रीम कोर्ट पर्यंत पहुँचले। वो मान्यवर सुप्रीम कोर्ट को रिपोर्ट मिलला 118% एट्रोसिटी यूनिवर्सिटी बढ़ी जाए जहाँकि देश महान विपद। यह देश विकास प्रतिरोध होउछि कारण होनार छात्र छात्री को जदि रोका जाए एट्रोसिटी नारे एट्रोसिटी सह कर न पारि होनार छात्र छात्री आत्महत्या करेंगे। एट्रोसिटी सह कर न पारि होनार छात्र छात्री अधारू पाठ छाड़ी देवे यूनिवर्सिटी कंप्लीट करि पारिबेनी। होनार छात्र छात्री पीएचडी को अनकम्प्लीट करेंगे एवं तांकर डॉक्टरेट को रोका जाउथिबो। यह एक एट्रोसिटी कहीं यह घटुची कारण भारतर तमाम शिक्षा अनुष्ठान रे 15% सवर्ण कहूथिबा लोकंकर कब्जा। प्रोफेसर से माने बीसी से माने रजिस्टर से माने तो एससी एसटी को सीधी सुरक्षा कहीं। तो आप टिके चिंता करंतु जो गाइडलाइन आसिला गाइडलाइन को नहीं एते सड़क को आसीगले। पत्रकार सड़क को आसी जाए छात्र छात्री सड़क को आसी जाए दिन रात डिबेट चली। मोदी जी को भी गाली करा जाउछि। मोदी जी तैयारी करथिबा भस्मासुर आज मोदी जी को ही नष्ट करने को भी गलानी। एमानकु एते ताकत आसुछि कि प्रकार केबे भी तो भारत रे एट्रोसिटी विरुद्ध कानून हैला। मोदी जी को सरकार को अभद्र भाषा एससी एसटी केबे गाली करि नाहंती। एससी एसटी ओबीसी केबे गाली करना सड़क को आसी कानून को पालन करिसंती। ईडब्ल्यूएस कोटा जेते बेले आसिला से समय तो एससी एसटी ओबीसी केबे भी विरोध करि नाहंती कारण एससी एसटी ओबीसी समानता भाईचारा और बंधुत्व स्थापन करने को भल पाऊ लोक मैंने एमाने भारत संविधान को पालन करिया बहुत भल भाव जानती। मात्र यूजीसी गाइडलाइन को नहीं मोदी जी को गाली करवा मोदी जी अमित शाह जी को फोटो रे चप्पल माड़ मारिबार फोटो चित्र उपर आपणकर एट्रोसिटी शब्द प्रयोग करवा तांको गाली करवा यह गणतंत्र राष्ट्र उपयुक्त नुह। तो असुविधाटा कौन है ये असुविधा यह मत मन हो एससी एसटी ओबीसी 85% पॉपुलेशन यूनिवर्सिटी वन साइड हेबे एवं यह धीरे 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 समग्र देश में व्यापिब फल 15% पॉपुलेशन पदा को आसीजे। केबे भी सवर्ण ओबीसी अधिकार ओबीसी को अधिकार देवा को चाहिना। ये ओबीसी जोड़ी दिया जाइथिबा जोगु सवर्ण तिलमिले गला। आज डर आरंभ है। सवर्ण जेते चलाक हो ना कहीं चलाक सामना को आसीगला जिते सवर्ण आसी यूजीसी गाइडलाइन को रास्तार विरोध करिछि। सवर्ण ऑफिसर मजिस्ट्रेट माने रेजिग्नेशन दे दी तमाम सवर्ण बुद्धिजीवी सामना को आसी यूनाइटेड होकर लड़ुंट। एथुरु ओबीसी जानी सारा एससी जानी सारा एसटी जानी सारा जे सवर्ण केबे भी एससी एसटी ओबीसी फार नुह। हाँ लड़ाई लड़ाई सवर्ण ओबीसी को इस्तेमाल करिबो हिंदू नारे एससी को इस्तेमाल करिबो हिंदू नारे एसटी को इस्तेमाल करिबो धर्म नारे। जितेबले आम हिंदू से एससी एसटी ओबीसी तांको भाई जितेबले हक आ अधिकार कथा आसे ताहले सवर्ण एससी एसटी ओबीसी को विरुद्ध रे चली जाउछि। ए कथा सोशल मीडिया रे आउ चुपिकी रहू नाही। मनुवादी निजको सवर्ण कहूथिबा लोक निजे ही तार तद्रूप समाज सामने आनी ठिया कर देछि। आप टिके चिंता करंतु ईडब्ल्यूएस कोटा भारत वर्ष रे बेआईन कोटा गोटे दिन भी एससी एसटी ओबीसी तार विरोध कले ना। कृषक आंदोलन है कृषक विरुद्ध रे बिल आसिला केबे भी कृषक मोदी जी को अभद्र भाषा रे गाली करि नाहंते। से प्रकार भाव आपण देखिए एनआरएस आसिला जितेबले सिटीजनशिप अमेंडमेंट एक्ट आणागला से समय मुसलमान भी मोदी जी को केबे अभद्र भाषा रे गाली करि नाहंते। सुप्रीम कोर्ट रे अनेक थर एससी एसटी रो रिजर्वेशन उपर एससी एसटी रो प्रोमोशन उपर अनेक थर एग्नेस्ट वर्डिक्ट आसी केबे भी एससी एसटी ओबीसी सुप्रीम कोर्ट को ये प्रकार भर्त्सना करती ना सरकार को ये प्रकार अभद्र टिप्पणी करती ना। किंतु आज यूजीसी रो गाइडलाइन आसीबा परे एते अभद्र टिप्पणी एते भर्त्सना
ସାମ୍ନାକୁ ଆସିଗଲା ଆଉ ଏସ୍ ଏସ୍ ଟି ଓବିସିକୁ ଏହା ୟୁନାଇଟେଡ୍ କରିବା ପାଇଁ ଏକ ରାସ୍ତା ପରିଷ୍କାର କରିଦେଲା। ଗୋଦି ମିଡ଼ିଆ କେବେ ବି ମୋଦିଜୀକୁ କ୍ରିଟିସାଇଜ୍ କରେ ନାହିଁ, କିନ୍ତୁ ଯେତେବେଳେ ତାଙ୍କ ଜାତିର ସ୍ୱାର୍ଥ ଉପରେ ଆଞ୍ଚ ଆସିଲା ମୋଦିଜୀକୁ ବି ସେମାନେ ଭର୍ତ୍ସନା କରିବା ଆରମ୍ଭ କଲେ। ତେଣୁ ଯଦି ସବର୍ଣ୍ଣ ଏ ପ୍ରକାର ୟୁନାଇଟେଡ୍ ହେଉଛି ଏ କଥା ଏସ୍ ସି ଏସ୍ ଟି ଓବିସି ଭଲ ଭାବେ ଜାଣିପାରୁଛନ୍ତି। ଆପଣ ଚିନ୍ତା କରନ୍ତୁ, ଏସ୍ ସି ଏସ୍ ଟି ଓବିସି ଯଦି ୟୁନାଇଟେଡ୍ ହେଇଯାଆନ୍ତି, ସବର୍ଣ୍ଣର ଯେଉଁ ଚାଲ, ସବର୍ଣ୍ଣର ଯେଉଁ ଧର୍ମ ନା ରାଜନୀତି କରୁଛି ତାହା ସମାପ୍ତ ହେବ। ଏ କଥା ଭଲ ଭାବେ ସୋସିଆଲ ମିଡ଼ିଆ ଦ୍ୱାରା ଓବିସି ଏସ୍ ସି ଏସ୍ ଟି ଜାଣିସାରିଲେଣି। ଆପଣ ଟିକେ ଚିନ୍ତା କରନ୍ତୁ, ଯେଉଁ କମ୍ୟୁନିଟିର ୟୁନିଭର୍ସିଟି ଓ କଲେଜ ମାନଙ୍କରେ ୟୁନିଭର୍ସିଟିରେ ତାଙ୍କର ଭିସି ନାହିଁ, ପ୍ରଫେସର ନାହାନ୍ତି, ରେଜିଷ୍ଟର ନାହାନ୍ତି, ଆଡମିନିଷ୍ଟ୍ରେଟିଭ ଡିପାର୍ଟମେଣ୍ଟ ତାଙ୍କର କ୍ଲର୍କ ବଡ଼ବାବୁ ପରି ପୋଷ୍ଟ କେହି ନାହାନ୍ତି, ତ କାନୁନଟିଏ ବନିଗଲେ ମଧ୍ୟ କ'ଣ ସତରେ ନ୍ୟାୟ ପାଇପାରିବେ? ଏ ପ୍ରଶ୍ନଟା ଆସୁଛି। ଫିର୍ ବି ମନୁବାଦୀ ତାଙ୍କ ଏଇ କାନୁନ ବିରୁଦ୍ଧରେ, ଏଇ ରେଜୁଲେସନ୍ ବିରୁଦ୍ଧରେ, ଏଇ ଗାଇଡ଼ଲାଇନ୍ ବିରୁଦ୍ଧରେ ଯାଉଛି କାହିଁକି? ଏଇଥିପାଇଁ ଯାଉଛି ଯେ ତା ବିରୁଦ୍ଧରେ କୌଣସି କେସ୍ ନ ହେଉ, ଇଏ ଦିନ ରାତି ଆଟ୍ରୋସିଟି କରୁଥିବ। ବର୍ତ୍ତମାନ ଆଉ ସହିବାର ସମୟ ନାହିଁ। ଆମେ ଆଉ ରୋହିତ ବିମୁଲା ହେବାକୁ ଚାହୁଁନାହିଁ। ଏସ୍ ସି ଏସ୍ ଟି ଓବିସି ଫାଇଲ ତଡ଼ବି ପରି ହେବା ପାଇଁ ଚାହୁଁନାହିଁ। ଆଉ ରୋହିତ ଏସ୍ ସି ଏସ୍ ଟି ଓବିସି କାନୁନ ଦ୍ୱାରା ନ୍ୟାୟ ଚାହୁଁଛି। ଦେଶର ବିକାଶ ପାଇଁ ଶିକ୍ଷା ଅନୁଷ୍ଠାନରେ ସମାନତା ମାଗ କରୁଛି, କାରଣ ଦେଶର ସମ୍ବିଧାନ ସମାନତାର ମୂଳଦୁଆ ଉପରେ ଠିଆ ହେଇଛି। ଆର୍ଟିକଲ 12 ଷ୍ଟେଟ୍କୁ ଡିଫାଇନ୍ କରେ। ତ ଅର୍ଥାତ୍ ଦେଶରେ ରହିଥିବା ସମସ୍ତ ଅନୁଷ୍ଠାନରେ ଆର୍ଟିକଲ 14 ଇମ୍ପ୍ଲିମେଣ୍ଟ ହେବା ଅନିବାର୍ଯ୍ୟ ଅଟେ। ତ ୟୁନିଭର୍ସିଟିରେ ଆଜି ପର୍ଯ୍ୟନ୍ତ ହେଉଥିବା ଅତ୍ୟାଚାର ଏବେ ସମାପ୍ତ ହେବ ଓ ଦେଶ ବିକାଶ ହେବ। ଆଜି ଦେଶର ୟୁନିଭର୍ସିଟି 700 ର୍ୟାଙ୍କ ତଳକୁ ଖସିଛି ଏଇଥିପାଇଁ। ଯେଉଁ ୟୁନିଭର୍ସିଟିରେ ଆଟ୍ରୋସିଟି ହେଉଥିବ, ଯେଉଁ ୟୁନିଭର୍ସିଟିରେ ପାତରଅନ୍ତର ଭେଦଭାବ ହେବ, ସେଠି ମାନବ ସମ୍ବଳ ଉନ୍ନତ କେତେବେଳେ ହେଇପାରିବ ନାହିଁ, କେବେ ବି ହେଇପାରିବ ନାହିଁ। ଆଜି ବିଶ୍ୱରେ ପ୍ରତ୍ୟେକ ଦେଶ ଏତେ ଉନ୍ନତ ହୋଇସାରିଛନ୍ତି ଶିକ୍ଷାର ମାନର ଉନ୍ନତ ଯୋଗୁଁ। ୟୁନିଭର୍ସିଟି ଏକ ଏହି ପ୍ରକାର ଜାଗା ଯେଉଁଠି ମାନବତାବାଦ ପ୍ରଚାର ପ୍ରସାର ହେବା କଥା। ଅନ୍ଧବିଶ୍ୱାସ, କୁସଂସ୍କାର, ଗୋବର ଭକ୍ତ ପ୍ରଚାର ପ୍ରସାର କରି ଦେଶକୁ ବର୍ବାଦ କରାନଯିବା କଥା। ଆଜି ୟୁଜିସି ଗାଇଡ଼ଲାଇନ୍ ଦେଖାଇ ଦେଇଛି ଯେ ଭାରତର ସମ୍ବିଧାନର ତାକତ କ'ଣ। ଭାରତ ସମ୍ବିଧାନ ଆର୍ଟିକଲ 14 ମାଧ୍ୟମରେ ୟୁନିଟି ଏଷ୍ଟାବ୍ଲିଶ୍ କରିବା ଏବଂ ୟୁନିଭର୍ସିଟିରେ ଏକ ଫେଟର୍ନିଟି, ଏଜୁକେସନାଲ ଫେଟର୍ନିଟି, ଏଜୁକେସନାଲ ଇକ୍ୱାଲିଟି ଏଷ୍ଟାବ୍ଲିଶ୍ କରିବା ପାଇଁ ଏ ଗାଇଡ଼ଲାଇନ୍ ସାମ୍ନାକୁ ଆସିଲା ବେଳେ ଏହି ଗାଇଡ଼ଲାଇନ୍କୁ ବିଲକୁଲ ଭଲ ପାଉନାହାନ୍ତି ନିଜକୁ ଡିକ୍ଲେୟାର କରିଥିବା ସବର୍ଣ୍ଣମାନେ, ଯାହାକି ଦେଶର ବିକାଶ ପାଇଁ ଅତି ବାଧା ଅଟେ। ଆପଣ ଚିନ୍ତା କରନ୍ତୁ, ଆଜି ବି ଆଇଆଇଟିରେ, ଆଇଆଇଏମ୍ରେ ଅନେକ ଛାତ୍ରଛାତ୍ରୀ ସୁସାଇଡ୍ କରୁଛନ୍ତି, ଅନେକ ଛାତ୍ରଛାତ୍ରୀ ଡ୍ରପ୍ ଆଉଟ୍ କରୁଛନ୍ତି, ଅନେକ ଛାତ୍ରଛାତ୍ରୀ ବିତାଡ଼ିତ ହେଉଛନ୍ତି। କ'ଣ ପାଇଁ? ନା ସେଠି ଆଟ୍ରୋସିଟି ବଢ଼ି ଚାଲିଛି। ଯେଉଁ ଆଟ୍ରୋସିଟି ସାମ୍ନାକୁ ଦୁଶୁନାହିଁ। ଗାଁରେ ହେଉଥିବା ଆଟ୍ରୋସିଟି ସାମ୍ନାକୁ ଦୁଶିଯାଏ, କାରଣ ପାଣି ପାଇଁ ଆଟ୍ରୋସିଟି, ଖଟରେ ପଶିବା ପାଇଁ ଆଟ୍ରୋସିଟି, ଚପଲ ପିନ୍ଧି ଗାଁ ମଝିରେ ଚାଲିଲେ ଆଟ୍ରୋସିଟି ହୁଏ। କିନ୍ତୁ ୟୁନିଭର୍ସିଟିରେ ଯେଉଁ ଆଟ୍ରୋସିଟି ହୁଏ ପୁରା ଗୋଟେ ସମାଜକୁ ବର୍ବାଦ କରିଦିଏ। ଖାଲି ସମାଜ ନୁହଁ, ପୁରା ଭାରତକୁ ବର୍ବାଦ କରୁଛି। ଫଳରେ ମାନବ ସମ୍ବଳ ଆମର ବିକାଶ ହେଇପାରୁନାହିଁ, ବିନାଶ ହେଉଛି। ଏକଥା ସୁପ୍ରିମକୋର୍ଟ ଉପଲବ୍ଧ କରିଛି। ତେଣୁ ୟୁନିଭର୍ସିଟିକୁ ନିର୍ଦ୍ଦେଶ ଦେଇଛି ଯଥାଶୀଘ୍ର ଗାଇଡ଼ଲାଇନ୍ କରାଯାଉ। ତେଣୁ ୟୁଜିସି ମଜବୁର ହେଇ ଗାଇଡ଼ଲାଇନ୍ ଜାରି କଲା। କିନ୍ତୁ ଏହି ଗାଇଡ଼ଲାଇନ୍ ବିରୁଦ୍ଧରେ ସେଇମାନେ ଯାଉଛନ୍ତି ଯେଉଁମାନଙ୍କୁ ସମାନତା ପସନ୍ଦ ନାହିଁ, ଯେଉଁମାନେ ଦେଶରେ ଆଟ୍ରୋସିଟି ସମାପ୍ତ କରିବା ପାଇଁ ଚାହାନ୍ତି ନାହିଁ। ଆପଣ ଶୁଣିଛନ୍ତି କେବେ ବି ସବର୍ଣ୍ଣ ଆଟ୍ରୋସିଟି ସମାପ୍ତ ପାଇଁ ଆନ୍ଦୋଳନ କରିବା କଥା କେବେ ଶୁଣିଛନ୍ତି? ଆପଣ କେବେ ବି ଶୁଣିଛନ୍ତି କି ସବର୍ଣ୍ଣ କେବେ ବି ଏ ଦେଶରେ ହେଉଥିବା ଭେଦଭାବକୁ ସମାପ୍ତ କରି ଏକ ଭାଇଚାରା ପ୍ରତିଷ୍ଠା କରିବା ପାଇଁ ଆନ୍ଦୋଳନ କରିବା କେବେ ଆପଣ ଦେଖିଛନ୍ତି? ଓଲଟା ମଣ୍ଡଳ ବିରୁଦ୍ଧରେ କମଣ୍ଡଳ ଯାତ୍ରା ହେଇଛି ଏ ଦେଶରେ ଜନସାଧାରଣଙ୍କୁ ଅନ୍ଧଭକ୍ତ ବନି ଶାସନ କରିବାକୁ ପ୍ରୟାସ ଚାଲିଛି।
भारत वर्ष गणतंत्र मूल्यबोध को दुर्बल करने प्रयास चली बर्तमान आहा हम ना कारण सोशल मीडिया रे एससी एसटी ओबीसी को प्रति होता अन्याय अत्याचार एससी एसटी ओबीसी जानी सारी आपण मैंने देखुं भॉइस ऑफ पीपल भॉइस ऑफ बहुजन वर्तमान पर्यंत जदि आपण मैंने आम चैनल को सब्सक्राइब करना दयापूर्वक सब्सक्राइब करूँ बेल आइकन निश्चय दबातु वो एससी एसटी ओबीसी लड़ाई को भारत वर्ष रे गणतंत्र मजबूती और संविधान को सठिक रूप लागू करने आपण मान सहयोग विशेष आवश्यक अटे।